ଆଜି ମୁଁ ଆପଣମାନଙ୍କୁ ପଦକୁ ପଦ କବିତା କହିବିନି। ଆଜି ମୁଁ ଆପଣମାନଙ୍କୁ ଦେଖେଇବି କି ଖରାବେଳେ ମୁଁ କଣ ଖାଇଲି। ଦିଲ୍ଲୀରେ ପ୍ରବଳ ଶୀତ, ସେଥିପାଇଁ ମୁଁ ଗରମ ଗରମ ଭାତ, ତା ସାଙ୍ଗକୁ ରସୁଣ ଦିଆ ଆଳୁ ପାଳଙ୍ଗ ଭଜା, ଆଳୁ ଚକଟା, ଏଥିରେ କଞ୍ଚା ଲଙ୍କା ଓ ସୋରିଷ ତେଲ ବି ପଡିଛି। ତା ସାଙ୍ଗରେ ରସୁଣ ବଘରା ହେଇଥିବା ଆମର କୋଳଥ ଡାଲି, ଆଉ ତା ସାଙ୍ଗରେ ଅଛି ଆମର ପିଆଜ, କାକୁଡି, ସୋରିଷ ତେଲ, ଧନିଆ ପତ୍ର ଆଉ ଆଚାର ଦିଆ ଏଇ ପାଗ ଗୋଟେ। ଖରା ବେଳେ ଏମିତି ଶୀତକୁ ଯେତେବେଳେ ଆମ୍ବୁଲ ଚକଟି କୋଳଥ ଡାଲିଟା ଖାଇବେ, ଓହୋ ତାର କି ମଜା। ମୁଁ ଜାଣିଛି ଆପଣମାନଙ୍କ ବି ଇଚ୍ଛା ହେଇଯାଉଛି ନା, ଏମିତି ଟିକେ ଆମ୍ବୁଲକୁ ଚକଟି ଦେବେ ଆଉ ରସୁଣ ଟିକେ ଚକଟିକି ଖାଇବେ, ବଢିଆ ଲାଗିବ। ତାପରେ ସେଥିରେ ଆପଣ ଯଦି ପାଳଙ୍ଗ ଶାଗକୁ ଟିକେ ଭାତରେ ଗୋଳେଇକି ଖାଇବେ, ଆପଣଙ୍କୁ ତ ଡାଲି ବି ଦରକାର ନାହିଁ। ଆଉ ଖାଇଲା ପରେ ଆମେ ମାନେ ମୁଡକି ଗୋଟେ ଖାଇଲୁ। ଆଜି ପାଇଁ ଏତିକି। ଦେଖା ହବ ନୂଆ ଭିଡିଓରେ। ରହିଲି, ନମସ୍କାର।